खोर्धा म्युनिसिपालिटीर अजब नीति मुख्य रास्ता को आड़े शाखा रास्ता को आपणाइले। खोर्धा म्युनिसिपालिटी कार्यालय रे कुची नेता और बड़ बड़ बाबू और मैम का दबदबारे चलुछि कार्यालय। केंद्र और राज्य सरकार को कोटी कोटी टंका रास्ता काम पई आसुथिबा बेले ताहाकु सठिक मार्ग रे व्यवहार होई पारु नाही। साधारण जनता नाही नथिबा असुविधार सम्मुखीन हेउथबार देखिबाकु मिलिछि जे खोर्धा म्युनिसिपालिटीर 1 नंबर वार्ड प्राय 70 परिवार गोपीनाथ कॉलोनी रे दीर्घ वर्ष हेब रही आसुथिबा बेले सेठारे सठिक रास्ता निर्माण होई पारि नथिबारु दीर्घ वर्ष हेब साधारण जनता नाही नथिबा असुविधार सम्मुखीन हेउथिले। बारंबार म्युनिसिपालिटी ऑफिस से दौड़ी दौड़ी निराश हेउथिले। अनेक वर्ष पर रास्ता काम हेबाकु थिबा खबर पाई अत्यधिक खुशी होइथिबा बेले म्युनिसिपालिटी कर्तृपक्ष समस्तक खुशी को जलांजलि करि दैथिबा देखिबाकु मिलिथिला। आज मुकुंद प्रसाद मुख्य रास्तार संजोग होइथिबा कॉलोनी रास्ता काम करिबा परिवर्ते शाखा रास्ता को प्राधान्य देथिबारु साधारण रे असंतोष प्रकाश पाइछि। विवरणीरू जनापड़ी कहा चापरे पड़ी उच्च कर्तृपक्ष मुख्य रास्ता को छाड़ी शाखा रास्ता को आपणाइले तदंत हेले प्रकृत घटना लोकलोचन को आसीपर। म्युनिसिपालिटी निर्वाही अधिकारी को जोगाजोग करिबारु से कहिथिले मुख्य रास्ता मध्य खूब शीघ्र काम हेबो किंतु देखिबार अछि सरकार एवं स्थानीय प्रशासन कौन पदक्षेप नेउछंती ए गोपीनाथ कॉलोनीर एही रास्ताटिक पई। खोर्धारू निमाईचरण महाराणांक रिपोर्ट आम न्यूज ओडिशा। এইটা হচ্ছে মেন রোড, এটা হচ্ছে মেন রোডর গোটে শাখা রোড বাহারছি। দেখুন ইয়ে শাখা রোড যদি এত উচ্চা হয়ে গলা এটি অবস্থা দেখুন এই রোডর অবস্থা কোণ হব। এটি মিনিমম 8 পানি কম জমে কি 8 পানি অধিক বর্তমান এটি বর্ষা দিনে পানি এইটি পানি জমি যাচ্ছে। এটি ছোট ছোট পিলা আজ্ঞা মানে তাঁর বেক যায় পানি তাঁকু মা মানে কি বাপা মানে তাঁকু এমনি কাঁধিকি দিয়ে যাচ্ছেন স্কুলକୁ। এটি দেখুন বর্তমান এটি বর্তমান পানি জমিছি সাধারণতঃ টিকে নাকু পানি যদি ঘরে কি দেଉଛି এটি দেখুন কেতে পানি জমিছি মানে 8 তଳକୁ পানি জমিছি। এটি দেখুন এটি এইভাবে অবস্থা করছে মানে মেন রোডକୁ কাম ନ ହୋଇ শাখা রোডକୁ কাମ ହୋଇଗଲାଣି। ସେଥିରେ ଆମେ କ'ଣ କହିବୁ ଆଜ୍ଞା? ଆପଣ ପରିଚୟ? ଆଜ୍ଞା ମୋ ନାଁଟା ଦୀପକ କୁମାର ସାମଲ। ମୁଁ ଏଇ ମୁକୁନ୍ଦ ପ୍ରସାଦ ୱାର୍ଡ଼ ନମ୍ବର 1 ଗୋପୀନାଥ ନଗରର ସ୍ଥାୟୀ ବାସିନ୍ଦା। ଏଠି ଦୀର୍ଘ 10 ବର୍ଷ ହେଲା ମୁଁ ନିଜର ଘର କରି ଏଠି ରହୁଛି। ଆମେମାନେ ଆଜ୍ଞା ଏଠି ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ମୁଖ୍ୟତଃ ରାସ୍ତାଘାଟକୁ ନେଇ ଆମେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ମୁଖ୍ୟ ରାସ୍ତାର ଏଠି ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିଲା ନାହିଁ। ଆମ କଲୋନୀର ସମ୍ପାଦକ ମହୋଦୟ ସଭାପତି ମହୋଦୟ ସେ ବହୁତ ଥର କଲେକ୍ଟର ମହାଶୟଙ୍କୁ ଭେଟିଛନ୍ତି ଏବଂ କଲେକ୍ଟର ମହାଶୟ ଇଓ ମ୍ୟାଡ଼ାମକୁ ବି ନିର୍ଦ୍ଦେଶ ଦେଇଛନ୍ତି କାର୍ଯ୍ୟ କରିବା ପାଇଁ କିନ୍ତୁ ଏପର୍ଯ୍ୟନ୍ତ ସେ ମୁଖ୍ୟ ରାସ୍ତାର କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ। ବର୍ଷା ଦିନେ ପାଣି 2-3 ଫୁଟ ପାଣି ଜମି ରହୁଛି। ଆମମାନଙ୍କ ଘର ଭିତରେ ପାଣି ପଶୁଛି। ପିଲାମାନେ ସ୍କୁଲକୁ ଯିବା ସାଧାରଣତଃ ଯାତାୟାତର ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ ବର୍ତ୍ତମାନ ନିକଟ ଅତୀତରେ ଆମର ଯେଉଁ କଲୋନୀର ପଛପଟ ଭାଗଟାକୁ ସରକାର ତାକୁ ଫେଭର ବ୍ଲକ୍ କରିଦେଇଛନ୍ତି କିନ୍ତୁ ମୁଖ୍ୟ ରାସ୍ତାଟାକୁ କୌଣସି ପ୍ରାଧାନ୍ୟ ଦେଇନାହାନ୍ତି। ପ୍ରଥମେ ମୁଖ୍ୟ ରାସ୍ତାର ଉନ୍ନତି ହେଲେ ସିନା ସମସ୍ତେ ଉପକୃତ ହେବେ। ତା ଦ୍ୱାରା ଏ ମୁଖ୍ୟ ରାସ୍ତା ଦେଇ ସ୍କୁଲ ଭ୍ୟାନ୍ ଆସୁଛି, ମ୍ୟୁନିସିପାଲିଟିର ଯେଉଁ ସେବାଜି ଗାଡ଼ି ଆସୁଛି, ବିଭିନ୍ନ ପ୍ରକାର ଯାତାୟାତର ଅସୁବିଧାର ସମ୍ମୁଖୀନ ଆମେ ହେଉଛୁ। ତେଣୁ ଆମେ ସରକାରକୁ ଅନୁରୋଧ କରୁଛୁ ଏଥିପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ ଯେମିତି ଏ କାର୍ଯ୍ୟଟି ବହୁତ ଶୀଘ୍ର ହେଲେ ଆମେମାନେ ଉପକୃତ ହେବୁ। ଆପଣ ପରିଚୟ? ମୋ ନାଁ ଆଜ୍ଞା ମହେନ୍ଦ୍ର ଶତପଥୀ। ମୁଁ ଗୋପୀନାଥ ନଗରର ସେକ୍ରେଟାରୀ ଅଛି। ଆଉ ଏ ଯେଉଁ ରାସ୍ତା ବାବଦରେ ଆମେ କଲେକ୍ଟରଙ୍କୁ ଦେଇଛୁ ଲେଖିକି ଏବଂ ବିଧାୟକଙ୍କୁ ଆମର ଜଣେଇଛୁ। ବିଧାୟକ ବି ମୋ ସାମ୍ନାରେ ତାଙ୍କ PSକୁ କହିଲେ, ଫୋନ୍ କଲେ, ଇଓଙ୍କ ସାଙ୍ଗେ କଥା ହେଲେ। ଆଜିକି 1.5 ମାସ ହେଇଗଲାଣି ଏପର୍ଯ୍ୟନ୍ତ ବି ଆଜ୍ଞା ଆମ କଥା କାହିଁ ଶୁଣାଯାଉନି। ଇଓ ମ୍ୟାଡ଼ାମଙ୍କୁ ଆମେ ବାରମ୍ବାର ବି ଦେଖା କରିଛୁ। ଇଓ ମ୍ୟାଡ଼ାମ ହଁ ନାଇଁ ଭିତରେ ଅଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କିଛି ସୁବିଧା ଆମକୁ ମିଳୁନି। ପ୍ରୋବ୍ଲେମଟା କ'ଣ ହେଇଛି? ପ୍ରୋବ୍ଲେମ୍ ହେଉଛି ଆଜ୍ଞା ସେ ମଝିଟା ଯଦି ସେ ନ କରାଯିବ ସେ ଯେଉଁ ଆରମ୍ଭ ହେଇଛି ସେ ଯେଉଁ ଆମର ଫ୍ଲେଭର ବ୍ଲକ୍ ପଡ଼ିଛି ସେଠି ଆଜ୍ଞା କ'ଣ ହେବ 3-4 ଫୁଟ ପାଣି ଜମିଯିବ। ସେଠି ଲୋକଙ୍କ ଘରେ ପାଣି ପଶିଯିବ। ସମସ୍ତେ ଆମକୁ ହିଁ କମ୍ପ୍ଲେନ୍ କରୁଛନ୍ତି ଯେହେତୁ ଆମେ ସେକ୍ରେଟାରୀ ବା ପ୍ରେସିଡେଣ୍ଟ ଅଛନ୍ତି ମନୋଜ ପଟ୍ଟନାୟକ ପ୍ରେସିଡେଣ୍ଟ ଅଛନ୍ତି ଆମର ଆଡ଼ଭୋକେଟ୍ ବୁଝିଲେ ଆଜ୍ଞା। ଏମିତି ହେଇକି ବାରମ୍ବାର ଜଣେଇଲେ ବି ସୁଦ୍ଧା କ'ଣ ପ୍ରତିକାର ତ କିଛି କାହିଁ ହେଇପାରୁନି ଆଉ।
କେବଳ ସିସି ରୋଡ କାହାକୁ ଜଣେଇଥିଲେ ଆପଣ? ଆମେ କଲେକ୍ଟରଙ୍କୁ ଜଣେଇଛୁ। କଲେକ୍ଟରଙ୍କ ଅର୍ଡ଼ର ବି ଏଇଠି ଆପଣଙ୍କୁ ଆମେ ଆପଣଙ୍କ ଜରିଆରେ ଦେଇଛୁ। କଲେକ୍ଟରଙ୍କ ଅର୍ଡ଼ର ଅଛି। କଲେକ୍ଟର ଡାଇରେକ୍ଟ ୟୁଙ୍କୁ ଅର୍ଡ଼ର କରିଛନ୍ତି। ଆଉ ବିଧାୟକ ବି ଗୋଟେ ଚିଠି ଦେଇଛନ୍ତି। ଏଇଟା ତ ମ୍ୟୁନିସିପାଲିଟି ଅଫିସର ଇଏ କାମଟା, ମ୍ୟୁନିସିପାଲିଟି କ'ଣ କହୁଛି? ମ୍ୟୁନିସିପାଲିଟି ତ ବର୍ତ୍ତମାନ ଇଓ ମ୍ୟାଡ଼ାମ୍ ହଁ ନାଇଁ ଭିତରେ ଅଛନ୍ତି। ନାଇଁ ତ କରୁନାହାନ୍ତି, ହଁ ନାଇଁ ଭିତରେ ଅଛନ୍ତି। ହଁ କରିବା, ହଁ ଦେଖିବା ଏ କହିଛନ୍ତି, ପ୍ରତିଶ୍ରୁତି ବି ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କିଛି କାମରେ ଏଠି କେତେ ଘର ଦ୍ୱାର ସବୁ ଏଠି ଟୋଟାଲି 63 ଘର ବର୍ତ୍ତମାନ ଅଛି। 63 ଘର। ଆଜ୍ଞା। ଆଉ ବର୍ଷା ଦିନେ କେମିତି ଯିବା? ବର୍ଷା ଦିନେ ପ୍ରବଳ ଏଠି ପାଣି ହେଇଯାଉଛି। ଆମେ ବଡ଼ମାନେ ଅସୁବିଧାରେ ସମ୍ମୁଖୀନ ହେଉଛୁ। ଆଉ ଆପଣଙ୍କ ଦାବି କ'ଣ ରହିବ? ଆମର ଦାବି ଯଦି ସିସି ରୋଡ଼ଠୁ ଆମର ମାତ୍ରା ଆଉ ରହୁଛି କେତେ 250-300 ମିଟର, ସେତିକି ଯାକୁ ଫ୍ଲେଭର ହେଇଯିବ, ଆମର ଟିକେ ଉଚ୍ଚା ହେଇଯିବ, ଭଲ ସୁବିଧା ହେବ। କାହିଁକିନା ସେ ମଝି ଖଣ୍ଡ ସେପଟକୁ ଯେଉଁ ଫ୍ଲେଭରଟା ହେଇଛି ନୂଆ ଏବେ, ସେଇଠି 3-4 ଫୁଟ ପାଣି ଜମିଯିବ। ଲୋକଙ୍କର ଦାବି ସେଠି ମାନେ ଘରେ ପାଣି ପଶି ଯାଉଛି। ଏବେ ଆମେ ମ୍ୟାଡ଼ାମକୁ ବହୁତ ଥର ରିକ୍ୱେଷ୍ଟ କରିଛୁ। ମ୍ୟାଡ଼ାମ ବି ହଁ ନାଇଁ ଭିତରେ ଅଛନ୍ତି। ଦେଖାଯାଉ କ'ଣ ଇଏ କରୁଛନ୍ତି। ଏଇଆ ହେଉଛି। ଆପଣଙ୍କର ପରିଚୟ? ମୁଁ ହେଉଛି ଅବଦୁଲ ସঈଦ ଖାନ। ମୁଁ ଗୋପୀନାଥ ନଗର କଲୋନୀର ଜଣେ ବାସିନ୍ଦା। କେତେ ବର୍ଷ ଏଠି ରହିଲେଣି? ଏଠୁ ଆଜିକୁ 14 ମସିହାରୁ ମୋର ଘର ହୋଇଛି। 16 ମସିହାରୁ ମୁଁ ଏଠୁ କନଷ୍ଟାଣ୍ଟ ରହିଆସୁଛି। ସେତେବେଳେ ରୋଡ଼ର ବହୁତ ଅସୁବିଧା ଥିଲା। ଯାହା ହଉ କିଛି ଦିନ ପରେ ଏତେ ଗୋଟେ ସିମେଣ୍ଟ ରୋଡ଼ ତିଆରି ହେଲା। ତା ବାଦରେ ଗୋଟେ କଲୋନୀର ଗୋଟେ ସାଇଡ଼ରୁ ଆଉ ଗୋଟିଏ କଲୋନୀ ତିଆରି ହୋଇଛି। ସେ କଲୋନୀର ସାଇଡ଼ରେ ଯେତେବେଳେ ସେ ମଧ୍ୟ ରୋଡ଼ ଖରାପ ଥିଲା, କିନ୍ତୁ ବର୍ତ୍ତମାନ ଯେଉଁ ଆମର ମେନ୍ ରୋଡ଼ରୁ ଆମେ ଯେଉଁ ଗଡ଼ିକି ଯେଉଁଠୁ ଆସୁଛୁ ଆମ ମେନ୍ ରୋଡ଼ଟା ପର୍ଯ୍ୟନ୍ତ, ସେତିକରେ ବର୍ତ୍ତମାନ ଏମିତିଆ ରୋଡ଼ର ସେପଟେ ଆମର ଯେଉଁ କଲୋନୀ ବାହାରକୁ ଯାଇଛି, ଯେଉଁ କଲୋନୀ ଆଉ ଗୋଟେ ରୋଡ଼ ବାହାରିଛି, ସେପଟେ ଯେଉଁପଟେ ରୋଡ଼ ମାନେ ସେପଟେ କିଛି ଉନ୍ନୟନମୂଳକ କାର୍ଯ୍ୟ ହେବା କଥା ନୁହଁ, ସେଇଟାକୁ ସିଏ ବର୍ତ୍ତମାନ ପ୍ରଥମେ ପ୍ରାଧାନ୍ୟ ଦେଇ ସେଇଟାକୁ ଫେବର ବ୍ଲକ୍ ପକାଇଦେଲେ। କିନ୍ତୁ ମେନ୍ ରୋଡ଼ଟାକୁ ଯେଉଁଠୁ ଆମେ ଗଡ଼ୁଛୁ ମୁଖ୍ୟ ରାସ୍ତା, ସେଇଟାକୁ କୌଣସି ପ୍ରାଧାନ୍ୟ ଦିଆଗଲାନି। ଯଦ୍ୱାରା କି ବର୍ତ୍ତମାନ ସେଠି ବର୍ଷା ହେଲେ ସେଠି ବର୍ତ୍ତମାନ ଆଣ୍ଠୁଏ ପାଣି ବର୍ତ୍ତମାନ ଜମା ରହୁଛି ଏବଂ ସ୍କୁଲ ପିଲା ମଧ୍ୟ ଯିବାକୁ ବହୁତ ଅସୁବିଧା ହେଉଛି, ପବ୍ଲିକ୍ ମଧ୍ୟ ଯିବାକୁ ବହୁତ ଅସୁବିଧା ହେଉଛି। ତେଣୁ ଆମେମାନେ ସେଠି ଚଳିବା ବର୍ତ୍ତମାନ ବହୁତ ଅସୁବିଧା ହେଉଛି। ତେଣୁ ଆମେମାନଙ୍କର ଗୋଟିଏ ବିନମ୍ର ଅନୁରୋଧ ସରକାରଙ୍କୁ ଯେ ବର୍ତ୍ତମାନ ଯେଉଁ ମେନ୍ ରୋଡ଼ରୁ ଆଉ ଯେପର୍ଯ୍ୟନ୍ତ ରୋଡ଼ କଲୋନୀ ହେଇଛି ସେ ପର୍ଯ୍ୟନ୍ତ ବର୍ତ୍ତମାନ ଫେବର ବ୍ଲକ୍ ତିଆରି କରାଯାଇ ସେପଟୁ ଉଚ୍ଚା ରୋଡ଼ ତିଆରି କରାଯାଉ। ନହେଲେ ଆମେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ବର୍ଷା ହେଲା ମାନେ ଘର ଭିତରେ ବି ପାଣି ପଶିବାର ସମ୍ଭାବନା ଦେଖାହେଉଛି। ତେଣୁ କାଦୁଅ ବର୍ତ୍ତମାନ ହେଉଛି ଯେ ବର୍ତ୍ତମାନ ରୋଡ଼ ଯିବା ପାଇଁ ବର୍ତ୍ତମାନ ଛୋଟ ଛୋଟ ପିଲା ଯିବା ପାଇଁ ବହୁତ ଅସୁବିଧା ହେଉଛି। ତାଙ୍କୁ କାଖେଇକି ନେଇକି ଯିବାକୁ ପଡ଼ୁଛି। ଆଉ କ'ଣ କହିବୁ ଆଜ୍ଞା? ଏ କଥା ନେଇକି ଆମେ ପ୍ରଥମେ କଲେକ୍ଟରକୁ ଦେଖା କରାଇଥିଲୁ। କଲେକ୍ଟର ମଧ୍ୟ ଗୋଟେ ଲେଟର କରିଥିଲେ ଇଓ ମ୍ୟାଡ଼ାମକୁ। ଇଓ ମ୍ୟାଡ଼ାମ ମଧ୍ୟ ଖାଲି ପ୍ରତିଶ୍ରୁତିରେ ହିଁ ରହିଯାଉଛି, କିନ୍ତୁ କାମ ହେଉନାହିଁ। ଯେଉଁ କାମଟା ନ ହେବା କଥା ସେଇଟା କାମ ହେଲାଣି, କିନ୍ତୁ ମେନ୍ ରୋଡ଼ଟା ଯେଉଁଠି କାମ ହେବା କଥା ସେଇଟା କାମ ହେଇପାରୁନି। ଆଉ କ'ଣ ନହେବା କାମ ଯେଉଁଟା କହିଲେ ସେଇଟା ନହେବା କାମଟା ମେନ୍ ରୋଡ଼ରୁ ଯେଉଁ କାମଟା ମାନେ ଆମେ ଗଡ଼ିକି ଯେଉଁ ମୁଖ୍ୟ ରାସ୍ତା ଯେଉଁଟା ସେଇଟା କାମ ନ ହୋଇକି ଦବାବରେ କାମ ହେଇପାରୁନି। କିଏ କହିପାରିବ? ସେଇଟା ଆମେ କହିପାରିବୁ ଆଜ୍ଞା? କାହା ଦବାବରେ କାମ ହେଉଛି କି ନ ହେଉଛି ସେଇଟା ଇଓ ମ୍ୟାଡ଼ାମ୍ କହିବେ। ବର୍ତ୍ତମାନ ଆମେ କଣ୍ଟ୍ରାକ୍ଟର କହୁଛନ୍ତି କ'ଣ ଯେ ଆମ ପାଖରେ 12,000 ସ୍କୋୟାର କାମ ବର୍ତ୍ତମାନ ଆମ ପାଖରେ ପେଣ୍ଡିଂ ଅଛି। ସାର୍ ଯଦି ଆମକୁ କହିବେ ଆମେ ସେ କାମଟାକୁ ଏପଟେ ଲଗେଇ ପାରୁ। ବର୍ତ୍ତମାନ ଆସନ୍ତା ହେଉଛି ମାର୍ଚ୍ଚ ମାସ, ବଜେଟ୍ ମାସ। ମାର୍ଚ୍ଚ ମାସ ସରିଗଲେ ତା ଭିତରୁ ଯଦି କାମ ନ ହେବ ପଇସା ଫେରିକି ବସିଥିବ, ଆମେ ବାସ ଜଳ ଖାଇକି ବସିଥିବୁ। ଆଉ କ'ଣ? ତେଣୁ ଆମେ ସରକାରଙ୍କୁ ଆମେ ବିନମ୍ର ଅନୁରୋଧ କରୁଛୁ, ଆମ ଏଇ ମେନ୍ ରୋଡ଼ରୁ ବର୍ତ୍ତମାନ ଯେଉଁ ମୁଖ୍ୟ ରାସ୍ତାଟିକୁ ସେଟାକୁ ଫେବର ବ୍ଲକ୍ ତିଆରି କରାଯାଇ ପାଣିର ଯେମିତିଆ ମାନେ ନ ଜମିବା ପାଇଁ ସୁବନ୍ଦୋବସ୍ତ କରାଇଦିଅନ୍ତୁ। ପରିଚୟ? ମୁଁ ଶ୍ରୀ ଗତିକୃଷ୍ଣ ଉତ୍ତର କବାଟ, ଖୋର୍ଦ୍ଧା ମ୍ୟୁନିସିପାଲିଟି ଅନ୍ତର୍ଗତ ଆମର ମୁକୁନ୍ଦ ପ୍ରସାଦ 1 ନମ୍ବର ୱାର୍ଡ଼ର ବାସିନ୍ଦା। କେତେ ବର୍ଷ ରହିଲେଣି ଏଠି? ମୁଁ 2014 ମସିହାରୁ ଏଠି ଘର କରିକି ରହିଛି 1 ନମ୍ବର ୱାର୍ଡ଼ରେ। ଆପଣଙ୍କ ମୁଖ୍ୟ ସମସ୍ୟା କ'ଣ ଏଠି? ଆମର ଏଠି ମୁଖ୍ୟ ସମସ୍ୟାଟା ହେଉଛି ରାସ୍ତା। ଆମ ଘରୁ ବାହାରିବା ପାଇଁ ଯେଉଁ ରାସ୍ତାଟି, ଏଇଟା ବର୍ତ୍ତମାନ ଏମିତି ମାନେ ଅସୁବିଧା ଆମକୁ କରୁଛି ଯେ ବର୍ଷା ଟିକିଏ ହେଲେ ଆଣ୍ଠୁଏ ପାଣି ହେଉଛି। ଘରୁ ଆମେ କି ଗାଡ଼ି ଘୋଡ଼ା କେହି ଏଥିରୁ ମାନେ ଟିକେ ବାହାରି ପାରୁନୁ, ଯାଇପାରୁନୁ। ଆମର ଏଇ ଯେଉଁ ଅଛି ଭୁବନେଶ୍ୱରକୁ ଯିବା ରାସ୍ତାରୁ ଆମ ଏଇ ସାଇକି ଯେଉଁ ରାସ୍ତାଟି କନେକ୍ଟ ହେଇଛି, କିନ୍ତୁ ମୁକୁନ୍ଦ ପ୍ରସାଦ ଛକରୁ, କିନ୍ତୁ ଗୋଟେ ଅସୁବିଧା ହେଉଛି କ'ଣ, ସେ ଯେତେବେଳେ କାମ ହେଇଛି ଏଭଳି କାର୍ଯ୍ୟ ହେଲା ଯାହାଫଳରେ କି ଆମେ ସଦାବେଳେ ଗୋଟେ ଅସୁବିଧାର ସମ୍ମୁଖୀନ ହେଲୁ। ଏବେ ମୁଖ୍ୟ ରାସ୍ତାଟାକୁ କାମ ନ କରି ସେ ଆମର ଯେ ମ୍ୟୁନିସିପାଲିଟିରେ ରହିଛନ୍ତି କାର୍ଯ୍ୟକର୍ତ୍ତାମାନେ, ସେମାନେ ଗୋଟେ ଶାଖା ରାସ୍ତାଟାକୁ କାମ କରିଛନ୍ତି। ଆମ ରାସ୍ତାଠାରୁ ଆହୁରି ଅଧିକ ଉଚ୍ଚା ସେଇଟା। ସେଇ ରାସ୍ତାଟା ଏଇ ରାସ୍ତାକୁ କନେକ୍ଟ କରିକି ରହିଛି। ଯଦି ସେଇଟା ପ୍ରାୟ ପାଣି ନିଷ୍କାସନ ହୁଏ, ସେପଟେ ପାଣି ନିଷ୍କାସନ ରାସ୍ତା ବନ୍ଦ ହୋଇଗଲା। ଏଣିକି ଯେତେବେଳେ ବର୍ଷାଟିଏ ହେବ
ସେତେବେଳେ ଆମ ଏ ଦୁଆରେ ମୋ ଜାଣିବା ଭିତରେ ବୋଧେ ଆଣ୍ଠୁଏ ହେଉଥିଲା ଆଗରୁ, ଆହୁରି ସହିତ ଅଧିକ ହେବ। ତେଣୁ ତା ଉପରେ ଆମେ ବି ମ୍ୟୁନିସିପାଲିଟି ଅଧିକାରୀଙ୍କୁ ଜଣେଇଛୁ, କିନ୍ତୁ କିଛି କାର୍ଯ୍ୟକ୍ରମ ନିଆଯାଉନାହିଁ ତା ଉପରେ। ଆପଣଙ୍କର ଦାବି କ'ଣ ରହୁଛି? ଆମର ମୁଖ୍ୟ ଦାବି ହେଉଛି ଯେଉଁ ମୁକୁନ୍ଦ ପ୍ରସାଦ ରାସ୍ତାରୁ ଆମ ମୁଖ୍ୟ ରାସ୍ତାରୁ ଆମର ଯେଉଁ ରାସ୍ତାଟା ସେଇଟା ଟିକେ ପ୍ରଶସ୍ତ ନୁହେଁ ତ, ଟିକେ ଉଚ୍ଚା ହେଉ ଏବଂ ଟିକେ ଗୋଟେ ଅତି କଂକ୍ରିଟ୍ କାମଟେ ହେଉ, ଭଲ କାମଟେ ହେଉ, ଯାହାଫଳରେ କି ଆମେ ଟିକେ ଏଠି ଭଲରେ ଚଳିପାରିବୁ। ଆମର ଏଇଟା ହେଉଛି ମୁଖ୍ୟ ଦାବି ସମସ୍ତଙ୍କର। ଆମର ଏଇ ସାହି ବାସିନ୍ଦା ଯେତେ ସମସ୍ତଙ୍କର ଆମର ଇଚ୍ଛା ଏ ରାସ୍ତାଟି ଭଲ ହେଉ। କେତେ ଘର ଏଠି ଅଛି ବୋଲି ଭାବନ୍ତି କଲୋନି? ଏଠି ଆମେ 63 ମାନେ ପରିବାର 63ଟି ଘର ଆମେ ରହିଛୁ, ଆଉ ସମସ୍ତେ ସେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧନ୍ୟବାଦ।